ପିଲାମାନେ ଆଜି ଆମେ ସୁଭାଷିତାନି ପଢ଼ିବା ହେଲା। ମୁଁ ଫାଷ୍ଟ ପଢ଼ୁଛି, ତାପରେ ତମେମାନେ ସେଇଠାକୁ ଆଉଥରେ ପଢ଼ିବ। ଦଶକୂପସମାବାପି ଦଶବାପି ସମୋହ୍ରଦଃ ଦଶହ୍ରଦସମଃ ପୁତ୍ରୋ ଦଶପୁତ୍ର ସମୋଦ୍ରୁମଃ। ତ ଏହାର ଅର୍ଥ କ'ଣ? ଏକା ବାପି ଦଶକୂପୈ ସମଃ ଭବତି, ଏକଃ ହ୍ରଦଃ ଦଶବାପିभिଃ ସମଃ ଭବତି, ଏକଃ ପୁତ୍ରः ଦଶହ୍ରदैः ସମଃ ଭବତି, କିନ୍ତୁ ଏକଃ ବୃକ୍ଷः ଦଶପୁତ୍ରैः ସମଃ ଭବତି। ଦେଖ ପିଲାମାନେ, ଏକା ବାପି ଦଶକୂପୈः ସମଃ ଭବତି। ଗୋଟିଏ ବାପି ମାନେ ବଡ଼ କୂପକୁ ଏଠି ବାପି ବୋଲି କୁହାଯାଇଛି। ଏକା ବାପି ଦଶକୂପୈः ସମ, 10ଟା ଛୋଟ ଛୋଟ କୂଅ ମିଶିଲେ ଗୋଟେ ବାପିର ସହିତ ସମାନ ହେଇଥାଏ। ଏକଃ ହ୍ରଦଃ ଦଶବାପିଭିଃ ସମଃ ଭବତି, ଆଉ ଗୋଟିଏ ହ୍ରଦ 10ଟା ବାପିର ସହିତ ସମାନ ହେଇଥାଏ। 10ଟା ବାପି ଯେତିକି ଗୋଟିଏ ହ୍ରଦ ସେତିକି। ବାପି ମାନେ ବଡ଼ କୂଅକୁ ବାପି ବୋଲି କୁହାହେଉଛି। ଏକଃ ପୁତ୍ରଃ ଦଶହ୍ରदैଃ ସମଃ ଭବତି, ଆଉ ଗୋଟିଏ ପୁତ୍ର 10ଟା ହ୍ରଦ ସାଙ୍ଗରେ ସମାନ। 10ଟା ହ୍ରଦ ମିଶିଲେ ଯେତିକି ଗୋଟିଏ ପୁଅର ମୂଲ୍ୟ ସେତିକି। କିନ୍ତୁ ଏକଃ ବୃକ୍ଷ ଦଶପୁତ୍ରୈଃ ସମଃ ଭବତି, ବାକି ଗୋଟିଏ ବୃକ୍ଷ 10ଟା ପୁତ୍ର ସହିତ ସମାନ। ସେଇଥିପାଇଁ ଆମକୁ ଗଛ ଯୋଗେଇବା ଉଚିତ ହେଲା। ଗଛ ଲଗେଇବା ଯଦି, ତାହେଲେ ଆମର ବହୁତ ପୁଣ୍ୟ ହେବ ଏଇଥିରେ କୁହାଯାଇଛି। ବୁଝିପାରିଲ? 10ଟା ପୁତ୍ରର ସମାନ ହେଉଛି ଗୋଟିଏ ବୃକ୍ଷ। ସେଇଥିପାଇଁ ଆମକୁ ବୃକ୍ଷରୋପଣ କରିବା ଉଚିତ। ତାପରେ ନେକ୍ସଟ ଶ୍ଲୋକ। କାଳେ ବର୍ଷତୁ ପର୍ଜନ୍ୟଃ ପୃଥିବୀ ସସ୍ୟଶାଳିନୀ ଦେଶୋऽୟଂ ଶୋକ୍ଷ୍ୟଭୋରହିତଃ ସଜ୍ଜନାଃ ସन्तु ନିର୍ଭୟାଃ। କାଳେ ବର୍ଷତୁ ପର୍ଜନ୍ୟଃ ପୃଥିବୀ ସସ୍ୟଶାଳିନୀ ଦେଶୋऽୟଂ क्षोभरहितः सज्जनाः सन्तु निर्भयाः। उचित काले वृष्टिः भवतु, भूमिः सस्यशालिनी भवतु, देशे क्षोभः मा भवतु, सज्जनाः ନିର୍ଭୟାः ଭବନ୍ତୁ। ଏହା ଗୋଟିଏ ମନ୍ତ୍ର ରହିଛି। ଯେମିତି ଶାନ୍ତି ମନ୍ତ୍ର ଦ୍ୱାରା ଆମେ ସମସ୍ତଙ୍କର ଶାନ୍ତି ମଙ୍ଗଳ କାମନା କରିଥାଉ, ଠିକ୍ ସେହିପରି ଏଇଠି ଉଚିତ କାଳେ ବୃଷ୍ଟି ଭବତୁ, ମାନେ ଉଚିତ ସମୟରେ ବୃଷ୍ଟି ହଉ। ଯେମିତିକି ବର୍ଷା ଦିନରେ ବର୍ଷା ହେଲେ ଜଣେ ଚାଷୀ ଚାଷ କାମ କରିପାରିବ। ବୁଝିପାରିଲ? ଆଉ ଖରା ମାସରେ ବର୍ଷା ହେଲେ କିଛି ଲାଭ ନାହିଁ, କି ବର୍ଷା ମାସରେ ଖରା ହେଲେ ବି କିଛି ଲାଭ ନାହିଁ। ସେଇଥିପାଇଁ ଉଚିତ ସମୟରେ ବୃଷ୍ଟି ହେବା ଦରକାର। ଭୂମି ହିଁ ଶସ୍ୟଶାଳିନୀ ଭବତୁ, ଆଉ ଯଦି ଉଚିତ ସମୟରେ ବୃଷ୍ଟି ହେବ ତାହେଲେ ଭୂମିଟା ଶସ୍ୟଶାଳିନୀ ହେଇଯିବ। ସବୁଆଡ଼େ ସବୁଜ ରଙ୍ଗ ଦେଖାଯିବ। ଚାଷ କରାଯାଇଥିବ, ସବୁଆଡ଼େ ସବୁଜ ରଙ୍ଗ ଦେଖାଯିବ। ଶସ୍ୟଶାଳିନୀ ଭବତୁ। ଦେଶେ କ୍ଷୋଭଃ ମା ଭବତୁ, ଦେଶରେ ଅସ୍ଥିରତା ଅଶାନ୍ତି ନ ହେଉ। ସଜ୍ଜନାଃ ନିର୍ଭୟା ଭବନ୍ତୁ, ଆଉ ଯେଉଁମାନେ ସଜ୍ଜନ ଅଛନ୍ତି, ସାଧୁ ବ୍ୟକ୍ତିମାନେ ଅଛନ୍ତି, ସେମାନେ ନିର୍ଭୟରେ ସେମାନେ ତାଙ୍କର କାମ କରିପାରନ୍ତି, ତାଙ୍କୁ କୌଣସି ବିପଦ ନ ଆସୁ। ତାପରେ ପୃଥିବ୍ୟାଂ ତ୍ରୀଣି ରତ୍ନାନି ଜଲମନ୍ନଂ ସୁଭାଷିତଂ ମୂଢ଼ୈଃ ପାଷାଣଖଣ୍ଡେଷୁ ରତ୍ନସଂଜ୍ଞା ବିଧୀୟତେ। ପୃଥିବ୍ୟାଂ ଜଲମ୍ ଅନ୍ନଂ ସୁଭାଷିତଂ च इति त्रीणि रत्नानि सन्ति, किन्तु मूढाः जनाः पाषाणखण्डान् एव रत्नानि मन्यते। ପିଲାମାନେ ଏହାର ଶ୍ଲୋକ ଆଉ ଗୋଟେ ଭିଡ଼ିଓରେ ଅଛି, ଏଇ ଚ୍ୟାନେଲରେ ଦେଖିନେବ। ସୁନ୍ଦର ଭାବରେ ବ୍ୟାଖ୍ୟା କରାଯାଇଛି। ପୃଥିବ୍ୟାଂ ଜଲମ୍ ଅନ୍ନଂ ସୁଭାଷିତଂ च इति त्रीणि ରତ୍ନାନି ସନ୍ତି। ଦେଖ, ପୃଥିବୀରେ 3ଟି ରତ୍ନ ହିଁ ଅଛି, ଯେଉଁଟାକି ଜଳ, ଅନ୍ନ ଆଉ ସୁଭାଷିତ। ସୁଭାଷିତ ମାନେ ସୁନ୍ଦର ଭାଷା, ଯେଉଁଥିରେ ଭାଷିତ କୁହାହେଇଛି, ସୁନ୍ଦର ରୂପରେ ଯେଉଁଥିରେ କୁହାହେଇଛି ମଣିଷର ନିର୍ମାଣ କେମିତି ହେବାର ଦରକାର, ମଣିଷର କର୍ତ୍ତବ୍ୟ କ'ଣ, ସେଇ ବିଷୟରେ ଯେଉଁ ଲେଖା ହେଇଛି ସେଇଟା ହେଲା ସୁଭାଷିତ, ଯେଉଁଠି ଉତ୍ତମ ମାର୍ଗ ଆମକୁ ପ୍ରଦାନ କରିଥାଏ ସେଇଟା ପଢ଼ିବା ଦ୍ୱାରା। ତ ଜଳ, ଅନ୍ନ ଆଉ ସୁଭାଷିତ, ଏହା ହେଲା 3ଟି ରତ୍ନ। କିନ୍ତୁ ମୂଢ଼ ବ୍ୟକ୍ତିମାନେ କ'ଣ ଭାବନ୍ତି? ପାଷାଣ ଖଣ୍ଡାନ, ପଥର ଖଣ୍ଡକୁ ସେମାନେ ରତ୍ନ ଭାବନ୍ତି।
ଆମେ ସୁନା ରୂପା ହୀରା ମୋତି ଏହାକୁ ଆମେ ରତ୍ନ ଭାବିଥାଉ, ବାକି ଏହା ରତ୍ନ ନୁହେଁ। ଯଦି କାହାର ଘରେ ସୁନା ରୂପା ହୀରା ନୀଳା ମୋତି ରହିଛି ତାହେଲେ ସେ ବିନା ଜଳରେ ରହିପାରିବ? ବିନା ଖାଦ୍ୟରେ ସେ ରହିପାରିବ କି ତାର ଜୀବନରେ? କ'ଣ ସେ ସୁନା ରୂପାକୁ ସେ ଖାଇବ? ସେମିତି ନୁହେଁ। ତ ସେଇଥିପାଇଁ ଜଳକୁ ରକ୍ଷା କରିବାର ଉଚିତ। ଆମେ ଆମର ରତ୍ନ ଭାବିବା, ଯେମିତି ଆମେ ରତ୍ନକୁ ଆମର ଘରେ ସାଇତି କରିକି ରଖୁ, ତାକୁ ବହୁତ ପରିମାଣରେ ଆମେ ରଖିଥାଉ, ବହୁତ କେୟାର କରିକି ତାକୁ ସାଇତି କରିକି ଚୋର ଯେମିତି ଚୋରେଇ ପାରିବନି ସେମିତି ରଖିଥାଉ। ଠିକ୍ ସେହିପରି ଜଳକୁ ବି ଆମେ ଖର୍ଚ୍ଚ କରିବାନି, ୱେଷ୍ଟ କରିବା ନାହିଁ। ପାଣି ଏମିତିରେ ଟ୍ୟାପ୍ ଖୋଲା ହେଇଥାଏ, ଆଉ ସମସ୍ତେ ପଳେଇ ଯାଆନ୍ତି, ଖୋଲା ହେଇକି ପାଣି ଏମିତି ପଳେଇ ଯାଉଥାଏ, ବାକି ତାହାକୁ କେହି ରକ୍ଷା କରନ୍ତିନି। ହେଲେ ଉଚିତ ସମୟରେ ଯଦି ପାଣି ନ ମିଳିଲା ତାହେଲେ ମୃତ୍ୟୁ ମଧ୍ୟ ହେଇପାରେ। ସେଇଥିପାଇଁ ଜଳ ହେଉଛି ଆମର ରତ୍ନ, ଆଉ ତାକୁ ଆମେ ରଖିବା ଉଚିତ। ଜଳ ହିଁ ଜୀବନ। ତାପରେ ଅନ୍ନ, ଖାଇବା ଜିନିଷ ବି ଆମେ ଫିଙ୍ଗି ଦେଉ ଇଆଡ଼ୁ ସିଆଡ଼ୁ, ତ କେତେବେଳେ ଆମକୁ ଖାଇବାକୁ ବି ମିଳେନି, ଭୋକରେ ଆମେ ଥାଉ। ତ ସେଇଥିପାଇଁ ଅନ୍ନକୁ ବି ଆମର ରତ୍ନ ଭାବିବା ଉଚିତ, ଆଉ ତାକୁ ୱେଷ୍ଟ କରିବା ନାହିଁ, ଖର୍ଚ୍ଚ କରିବା ନାହିଁ ଅଯଥା, ଫିଙ୍ଗିବାନି। ତାମାନେ ଯେତିକି ଦରକାର ଆମେ ସେତିକି ଖାଇବା। ଅଧିକ ଆଣିକି ଆମେ ଡଷ୍ଟବିନ୍ରେ ଫିଙ୍ଗିବା ଅପେକ୍ଷା ଆମେ କମ୍ ଆଣିକି ଖାଇବା। ସୁଭାଷିତ ବହିମାନେ ପଢ଼ିବା, ଯାହାଦ୍ୱାରା କି ଆମର ଜ୍ଞାନର ବୃଦ୍ଧି ହେଇଥାଏ, ଆଉ ସମାଜରେ ଆମେ ଗୋଟେ ଉତ୍ତମ ମଣିଷ ହେଇପାରିବା। ତ ସେଇଥିପାଇଁ ଜଳ, ଅନ୍ନ ଆଉ ସୁଭାଷିତ ହେଲେ ତିନିଟା ରତ୍ନ। ତାପରେ ପ୍ରଥମେନାର୍ଜିତା ବିଦ୍ୟା, ଦ୍ୱିତୀୟେନାର୍ଜିतं ଧନମ୍, ତୃତୀୟେନାର୍ଜିतं ପୁଣ୍ୟಂ, ଚତୁର୍ଥେ କିଂ କରିष्यତି। जीवनस्य प्रथमे भागे भवति विद्या न सम्पादिता, द्वितीये भागे धनं न सम्पादितं, तृतीये भागे पुण्यं न सम्पादितं, एवं चतुर्थ भागे किं वा करिष्यति। पिलामाने देख, प्रथम आमे जीवनर जदि प्रथम भागरे माने एबे जो समय अछि, आम पढ़िबा जो 5-6 वर्षर आमे जो पढ़ुछु स्कूल 25 वर्ष पर्यंत आमको विद्या अर्जन करिवार अछि। जेते टाइम पर्यंत आमे निजे निजर गोड़े ठिया न होइछु से पर्यंत आमको विद्या अर्जित करिकी आमको द्वितीय नार्जितम धन, द्वितीय रे आमको कौन करिवार कथा, धन अर्जन करिवा कथा। आउ तृतीय रे पुण्य अर्जन करवा, आमे जो धन कमेले गरीब भिकारी मानकु देकी किछि भल काम करिकी आमे पुण्य अर्जन करिवा। तापरे चतुर्थ रे आमर भगवान को प्रति लीन होइकी आमर मोक्ष प्राप्ति हिजिबो। जदि आमे प्रथम रे पाठ पढ़िबा नहीं, द्वितीय रे आमे धन केमिति अर्जन करिबा, बिना पाठ रे आमर धन अर्जन हेबो नहीं। आ धन जदि नहीं आमे पुण्य भी अर्जन करि परिबा नहीं। तो आमे चतुर्थ माने लास्ट टाइम रे जीवन रो आमे कौन करिबा, किम करिष्यति, किमपि कर्तुं न शक्यते, आमे किछि भी करि परिबा नहीं। सेइथिपाई प्रथमे आमको विद्या ग्रहण करिबा उचित। तापरे हेला नेक्स्ट श्लोक, वृक्षः कल्पद्रुमः साक्षात् जीवजगद्हिताय च, ददाति शीतलछायां जीवनमौषधं फलम्। वृक्षः कल्पद्रुमः साक्षात् जीवजगद्हिताय च, ददाति शीतलछायां जीवनमौषधं फलम्। वृक्षः प्रत्यक्षरूपेण कल्पतरुः भवति, सः जीवस्य संसारस्य च कल्याणकरः भवति, सः शीतलां छायां पवनम औषधम फलम च ददाति। देख पिला माने वृक्ष हेउछि आमर कल्पतरुः भवति, तामाने से सबुठु साक्षात भगवान कहिले भी ताकू किछि असुविधा हेबो नहीं किछि। तो से हमको कौन कौन दे थाए, जीवस्य संसार से कल्याण कर, से जीव जगतर संसार कल्याण करि थाए, प्रत्यक्ष देवता तुल्य सेई गछड़ा हमको कौन कौन दे थाए, शीतल छायाम जीवनम औषधम आ फलम। शीतल छाया दे थाए, जेते बेले आमे खरारे बहुत ग्रीष्म काल रे आमे कुआडे गुटे जाउछु, गछ तले टिके जदि छिड़ा हेबा तार सेठु टिके पवन आम देहरे बाजिबो, बहुत ठंडा लागिबो आ बहुत आराम लागिबो। से हमको शीतल छाया दे थाए, पवन दे थाए, आमको ऑक्सीजन दे थाए, आमे बंची थाउ। औषधम तासे गच्छरु विभिन्न प्रकार औषध माने तैयारी हुए, मेडिसिन, ताहा द्वारा आमर किछि रोग हेले सेटा ठीक ही थाए। फलम च ददाति, तापरे गच्छरु आमको फल मिली थाए, आमे सेटा खाई थाउ, बहुत
କିଛି ଆମକୁ ଗଛ ଦେଇଥାଏ। ତ ସେଇଥିପାଇଁ ଗଛକୁ ରକ୍ଷା କରିବା ଉଚିତ। ସେ ହେଉଛି ସାକ୍ଷାତ ଯେ ଭଗବାନ ସଦୃଶ। ତ ଆମକୁ ଗଛ ଲଗାଇବା କଥା। ପ୍ରଥମେ ଆମେ ଶ୍ଲୋକରେ ପଢ଼ିଥିଲେ ଗଛକୁ ଲଗାଇବା, ତାପରେ ଅନ୍ତିମ ଶ୍ଲୋକରେ ଗଛର ରକ୍ଷା ମଧ୍ୟ କରିବା। ତାପରେ ଏବେ ଅଭ୍ୟାସ ଦେଖିବା ପିଲାମାନେ। ଦଶକୂପ ସମାବାପୀ, ଏହାର 1 ନମ୍ବରର ବାପି, ଏଠି ବାପି ହେଇଯିବ। ଓକେ, ତାପରେ ଡେକ୍ସ ବର୍ଷନ୍ତୁ ପର୍ଜନ୍ୟଃ, କାଳେ ବର୍ଷନ୍ତୁ ପର୍ଜନ୍ୟଃ, କାଳେ କାଳେ ସଜ୍ଜନାଃ ସन्तु ନିର୍ଭୟାଃ, ସन्तु निर्भयाः, पृथिव्यां त्रीणि रत्नानि, चतुर्थे किं करिष्यति, याको एठी लिखिदेव करिष्यति। ହେଲା ପିଲାମାନେ। ତାପରେ 2 ନମ୍ବର କ'ଣ ଦେଇଛି? ପାଦं ପୂରୟତୁ, ବୃକ୍ଷः କଲ୍ପଦ୍ରୁମः ସାକ୍ଷାତ୍ ଜଗତ୍ ହିତାୟ ଚ। ତାପରେ କ'ଣ ଥିଲା ଆମର ଶ୍ଲୋକରେ? ଦଦାତି ଶୀତଳଛାୟାଂ ଜୀବନମ୍ ଔଷଧଂ ଫଲମ୍। ଏଇଠିରେ ଲେଖିବ କି ଦଦାତି ଶୀତଳଛାୟାଂ ଜୀବନମ୍ ଔଷଧଂ ଫଲମ୍। ପୃଥିବ୍ୟାଂ ତ୍ରୀଣି ରତ୍ନାନି ଜଲମନ୍ନଂ ସୁଭାଷିତମ୍। ଏହାର ତଳେ ଯେଉଁ ଅଛି ମୂଢ଼ ପାଷାଣ ଖଣ୍ଡେଷୁ ରତ୍ନ ସଂଜ୍ଞା ବିଧୀୟତେ ବୋଲି ଏଇଥିରେ ଲେଖିବ। କାଳେ ବର୍ଷତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳିନୀ, ଦେଶୋୟମ୍ କ୍ଷୋଭରହିତ ସଜ୍ଜନାଃ ସନ୍ତୁ ନିର୍ଭୟା, ଏଇଠିରେ ଲେଖିଦେବ। ବୁଝିହେଲା? ନେକ୍ସଟ କ୍ୱେଶ୍ଚନ୍ କ'ଣ ଅଛି? ସସ୍ୱରମ୍ ଗାୟତୁ, ସ୍ୱର ସହିତ ଗାନ କର। ଗାଇବା ଏବେ। ଦଶକୂପ ସମାବାପି, ଦଶବାପି ସମୋହ୍ରଦଃ, ଦଶହ୍ରଦ ସମଃ ପୁତ୍ರೋ, ଦଶପୁତ୍ର ସମୋଦ୍ରୁମଃ, ବୃକ୍ଷः କଲ୍ପଦ୍रुमः साक्षात् जैवजगद्हिताय च, ददाति शीतलच्छायां जीवनम् औषधं फलम्। प्रथमेनार्जिता विद्या, द्वितीयेनार्जितं धनं, तृतीयेनार्जितं पुण्यं, चतुर्थे किं करिष्यति। ହେଲା ପିଲାମାନେ, ଏଇଠିରେ ବଦତୁ ସଂସ୍କୃତମ୍ ଦେଇଛି। ଆମେ ଯେମିତି ଓଡ଼ିଆରେ କଥା ହଉ ସଂସ୍କୃତରେ କେମିତି କଥା ହେବା ସେଇଟା ଦେଇଛି। ତୁମମାନେ ଏହାକୁ ଟିକେ ପଢ଼ି ନେବ ଆଉ ନିଜେ ତୁମ ସାଙ୍ଗମାନଙ୍କ ସହିତ ଏମିତି କଥା ହେବ। मम नाम, भवतः नाम किं, भवत्याः नाम किम्, आगच्छतु उपविशतु, किं सर्वं कुशलं, स्वास्थ्यं कथमस्ति, उत्तममस्ति नास्ति, कृपया ददातु, स्वीकरोतु, अहम् अल्पं संस्कृतं जानामि, भयं मास्तु, धैर्येण वदतु। ଓଡ଼ିଆରେ ବି ଦେଇଦେଇଛି, ଆରାମରେ ତୁମେ ଜାଣିଯିବ ଆଉ ସାଙ୍ଗମାନଙ୍କ ସହିତ ଏଇଟା କଥା ହେବ। ହେଲା ପିଲାମାନେ, ଆଜି ପାଇଁ ଏତିକି। ରାମ ରାମ। ଆଜିର ଏଇ କ୍ଲାସ୍ରେ 6 କ୍ଲାସ୍ର ସବୁ ସରିଯାଇଛି। ନେକ୍ସଟ ଆମେ 7th କ୍ଲାସ୍ର ସଂସ୍କୃତ ପଢ଼ିବା। ଅସ୍ତୁ, ରାମ ରାମ।